ଆବଶ୍ୟକ ସ୍ଥଳେ ତୁମର ଅଧିକାର ପାଇଁ ଲଢ଼ିବା ଶିଖ। ମୁଁ ସବୁବେଳେ ତୁମକୁ ଶାନ୍ତ ରହିବାକୁ କହୁଛି, କିନ୍ତୁ ଶାନ୍ତ ସେଠାରେ ରହିବା ଉଚିତ ଯେଉଁଠାରେ ଜଣାପଡ଼େ କି ଅନାବଶ୍ୟକ ଝଗଡ଼ା ହେବ ଏବଂ ସାମ୍ନାରେ ଥିବା ବ୍ୟକ୍ତି ବୁଝିବା ବାଲା ନୁହନ୍ତି। କିନ୍ତୁ ଯଦି କେହି ତୁମକୁ ନିର୍ଯାତନା ଦେଉଛନ୍ତି ବା ଅତ୍ୟାଚାର କରୁଛନ୍ତି, ତୁମଠାରୁ ତୁମର ଅଧିକାର ଛଡ଼ାଇ ନେଉଛନ୍ତି, ତେବେ ସେଠାରେ ତୁମେ ନିଜ ପାଇଁ ଲଢ଼। ସାହସ କର, କିଛି କହିବା ପାଇଁ ଆଗକୁ ବଢ଼। ମୁଁ ସର୍ବଦା ତୁମ ସାଥିରେ ରହିବି। ତୁମେ କହୁଛ କି ବାବା, ମୁଁ ଆପଣଙ୍କ ପାଖକୁ ଆସିବାକୁ ଚାହୁଁଛି, କିନ୍ତୁ ମୋର କିଛି ଦାୟିତ୍ୱ ରହିଛି। ମୋର ପରିବାର ଅଛି, ମୋତେ ମଧ୍ୟ ସେମାନଙ୍କର ଦେଖାଶୁଣା କରିବାର ଅଛି। ତେଣୁ ମୁଁ ତୁମ ପାଖକୁ କିପରି ଯିବି? ତେଣୁ ପିଲାମାନେ ଶୁଣ, ମୁଁ ପ୍ରତ୍ୟେକ ମଣିଷକୁ ଏକ ଦାୟିତ୍ୱ ଦେଇ ଏ ପୃଥିବୀକୁ ପଠାଇଛି। ତେଣୁ ତୁମକୁ ପ୍ରଥମେ ସେହି ଦାୟିତ୍ୱଗୁଡ଼ିକୁ ତୁଲାଇବାକୁ ପଡ଼ିବ। ସଠିକ୍ ସମୟ ଆସିଲେ ମୁଁ ତୁମକୁ ଶିରିଡ଼ି ଡାକିବି ମୋ ପାଖକୁ। କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ମଧ୍ୟ ତୁମ ସହିତ ଅଛି। ମୁଁ ତୁମ ହୃଦୟରେ ହିଁ ଅଛି। ତୁମେ ଏବଂ ମୁଁ ଦୁଇଜଣ ଏକ ସମାନ ଅଟନ୍ତି। ବହୁତ ଦିନ ହେବ ମୋର କିଛି ପିଲାଙ୍କର କାଗଜପତ୍ର କାମ କିଛି କାରଣରୁ ହୋଇପାରୁନାହିଁ, କିନ୍ତୁ ଆଜି ମୋ ଆଶୀର୍ବାଦରୁ ତାହା ଏବେ ସହଜରେ ହୋଇଯିବ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇରାମ, ଜୟ ସାଇରାମ।